ଆଜି ପଢ଼ିବା ସେର୍ଲକ୍ ହୋମ୍ସ କାହାଣୀ ପ୍ରଥମ ଭାଗର ଶେଷ ଅଧ୍ୟାୟ, ଯାହାକି ହେଉଛି ମରଣ ଦୁଆରେ ଡିଟେକ୍ଟିଭ୍। ସେର୍ଲକ୍ ହୋମ୍ ଯେଉଁ ଘରେ ରହୁଥିଲେ, ସେ ଘରର ମାଲିକାଣୀ ମିସେସ୍ ହଡସନଙ୍କ ଧୈର୍ଯ୍ୟ ଖୁବ୍ ବେଶୀ। ତଳେ 12 ପ୍ରକାର ଲୋକଙ୍କର ଗୋଳମାଳ, ଉପରେ ହୋମ୍ଙ୍କ ନିୟମିତତାର ଅଭାବ ତାଙ୍କ ଧୈର୍ଯ୍ୟ କେତେ ସୂଚାଇ ଦିଏ। ହୋମ୍ ନିହାତି ଅସମୟରେ ଭାଓଲିନ୍ ବଜାନ୍ତି, ବେଳେବେଳେ ଘର ଭିତରେ ରିଭଲଭର ଫୁଟାନ୍ତି, ଆଉ ବେଳେବେଳେ ଅଦ୍ଭୁତ ଦୁର୍ଗନ୍ଧପୂର୍ଣ୍ଣ ବୈଜ୍ଞାନିକ ପରୀକ୍ଷା କରି ବସନ୍ତି। ଏଥିପାଇଁ ସେ ଲଣ୍ଡନରେ ଭଡ଼ାଟିଆମାନଙ୍କ ଭିତରେ ସବୁଠୁ ଖରାପ। ଅପରପକ୍ଷରେ ସେ ଘରବାଲାକୁ ଖୁବ୍ ଭଡ଼ା ଦିଅନ୍ତି। ଘରର ମାଲିକ ହୋମ୍କୁ ଏକରକମ ଭୟ କରୁଥିଲେ, ଆଉ କୌଣସିଥିରେ ତାଙ୍କୁ ବାଧା ଦେଉ ନଥିଲେ। ତା ଛଡ଼ା ସେ ହୋମ୍କୁ ଖୁବ୍ ଭଲ ପାଉଥିଲେ ମଧ୍ୟ, କାରଣ ନାରୀମାନଙ୍କ ପ୍ରତି ହୋମ୍ଙ୍କର ବ୍ୟବହାର ଅତି ଭଦ୍ର ଆଉ ନମ୍ର। ମୁଁ ଏସବୁ ଜାଣେ। ଦିନେ ମିସେସ୍ ହଡସନ ମୋ ଘରକୁ ଆସି ମୋ ବନ୍ଧୁଙ୍କ ଶୋଚନୀୟ ଅବସ୍ଥା କଥା କହିଲେ। ସେ ମରିବା ଉପରେ ଡାକ୍ତର ୱାଟସନ୍। 3 ଦିନ ହେଲା ବିଛଣାରେ ପଡ଼ିଛନ୍ତି। ଆଜି ଦିନଟା ବଞ୍ଚିବେ କି ନାହିଁ ସନ୍ଦେହ। କୌଣସି ଡାକ୍ତରଙ୍କୁ ଡାକିବାକୁ ମୋତେ ମନା କଲେ। ଆଜି ସକାଳେ ମୁଁ ଆଉ ସହିପାରିଲି ନାହିଁ। କହିଲି, ଆପଣ ରାଜି ହୁଅନ୍ତୁ ବା ନ ହୁଅନ୍ତୁ, ମୁଁ ବର୍ତ୍ତମାନ ଜଣେ ଡାକ୍ତର ଡାକି ଆଣିବି। ସେ କହିଲେ, ତା ହେଲେ ୱାଟସନ୍କୁ ଡାକି ଆଣ। ଡେରି କରନ୍ତୁ ନାହିଁ, ନଚେତ୍ ଆପଣ ତାଙ୍କୁ ଜୀବିତ ଦେଖିପାରିବେ ନାହିଁ। ମୁଁ ବଡ଼ ଆତଙ୍କିତ ହୋଇଗଲି, କାରଣ ତାଙ୍କ ବେମାର ବିଷୟ ମୁଁ କିଛି ଶୁଣି ନଥିଲି। ତରତରରେ କୋଟ୍ ଆଉ ଟୋପି ପିନ୍ଧି ମୁଁ ବାହାରି ପଡ଼ିଲି। ବାଟରେ ମିସେସ୍ ହଡସନକୁ ସବୁ କଥା ଟିକିନିଖି ପଚାରିଲି। ସେ କହିଲେ, ମୁଁ କିଛି କହିପାରିବି ନାହିଁ। ଗୋଟାଏ କେସରେ ସେ ରଥରହାଇଥର ନଈକୂଳର ଗୋଟେ ଗଳିକୁ ଯାଇଥିଲେ। ସେଇଠୁଁ ଏ ରୋଗ ଧରି ଆସିଛନ୍ତି। ବୁଧବାର ଦିନଠୁଁ ବିଛଣାରୁ ଉଠି ନାହାନ୍ତି। 3 ଦିନ ହେଲା କିଛି ଖାଇ ନାହାନ୍ତି କି ପିଇ ନାହାନ୍ତି। ତୁମେ କୌଣସି ଡାକ୍ତରଙ୍କୁ ଡାକିଲ ନାହିଁ? ସେ ମନା କଲେ। ଆପଣ ତ ତାଙ୍କୁ ଜାଣନ୍ତି। ତାଙ୍କ କଥା ନ ମାନିବାକୁ ମୋର ସାହସ ହେଲା ନାହିଁ। ଆପଣ ଗଲେ ଦେଖିବେ, ସେ ଆଉ ବେଶୀ ସମୟ ବଞ୍ଚିପାରିବେ ନାହିଁ। ପ୍ରକୃତରେ ତାଙ୍କ ଅବସ୍ଥା ବଡ଼ କରୁଣ ହୋଇଯାଇଥିଲା। ନଭେମ୍ବର ମାସର କୁହୁଡ଼ିଆ ଦିନ। ଘର ଭିତରଟା ଅନ୍ଧାରୁଆ। ବିଛଣା ଉପରୁ ହୋମ୍ ବଡ଼ କରୁଣ ଦୃଷ୍ଟିରେ ମୋ ଆଡ଼େ ଚାହିଁଲେ। ମୋ ଛାତି ଭିତରଟା ଥରିଗଲା। ତାଙ୍କ ଆଖି, ମୁହଁ ଜ୍ୱରରେ ଲାଲ ପଡ଼ିଯାଇଥାଏ। ବିଛଣା ଚଦର ଉପରେ ହାତ ଦୁଇଟା ଜାକି ହୋଇ ପଡ଼ିଥାଏ। ତାଙ୍କ ସ୍ୱର ଭାଙ୍ଗି ଯାଇଥାଏ। ମୁଁ ଘର ଭିତରକୁ ପଶିଲା ବେଳକୁ ସେ ନିଶ୍ଚଳ ହୋଇ ପଡ଼ିଥିଲେ, କିନ୍ତୁ ମୋତେ ଦେଖି ଚିହ୍ନି ପାରିଲେ। ଅତି କ୍ଷୀଣ ସ୍ୱରରେ କହିଲେ, ଆମେ ଦୁର୍ଭାଗ୍ୟରେ ପଡ଼ିଯାଇଛେ। କଥାରେ ତାଙ୍କର ସବୁଦିନିଆ ବେପରୁଆ ଢଙ୍ଗ। ଏ କ'ଣ ହେଲା? କହି ମୁଁ ତାଙ୍କ ଆଡ଼କୁ ଚାଲିଗଲି। ହଠାତ୍ ସେ ଚିତ୍କାର କରି ଉଠିଲେ, ସେଇଠି ରୁହ। ଯଦି ମୋ ନିକଟକୁ ଆସ, ମୁଁ ତୁମକୁ ଏ ଘରୁ ବାହାର କରିଦେବି। କିନ୍ତୁ କାହିଁକି? କାରଣ ସେଟା ମୋର ଇଚ୍ଛା। ମୁଁ କେବଳ ତୁମକୁ ସାହାଯ୍ୟ କରିବାକୁ ଚାହୁଁଥିଲି। ନିଶ୍ଚୟ ତୁମେ ସବୁଠୁ ଭଲ ସାହାଯ୍ୟ କରିପାରିବ, ଯଦି ମୁଁ ଯାହା କହିବି ସେଇଆ କର। ମୁଁ ନିଶ୍ଚୟ ତା କରିବି। ସେ ଟିକିଏ ଆଶ୍ୱସ୍ତ ହେଲେ। ପାଟି ମେଲା କରି ଖୁବ୍ କଷ୍ଟରେ ନିଶ୍ୱାସ ନେଇ କହିଲେ, ତୁମେ ରାଗି ନାହିଁ ତ? ତାଙ୍କୁ ଏମିତି ଶୋଚନୀୟ ଅବସ୍ଥାରେ ପଡ଼ିଥିବା ଦେଖି ମୁଁ ରାଗନ୍ତି କିପରି? ପୁଣି ଭଙ୍ଗା ସ୍ୱରରେ ସେ କହିଲେ, ତୁମ ମଙ୍ଗଳ ପାଇଁ ମୋ ପାଖକୁ ଆସିବାକୁ ମୁଁ ତୁମକୁ ବାରଣ କଲି। ମୋ ମଙ୍ଗଳ ପାଇଁ? ମୋର କ'ଣ ହୋଇଛି ମୁଁ ଜାଣେ। ଏଇ ରୋଗଟା ସୁମାତ୍ରାରୁ ଆସିଛି। ଏ ବିଷୟରେ ଆମ ଅପେକ୍ଷା ହଲାଣ୍ଡର ଲୋକେ
ହଲାଣ୍ଡର ଲୋକେ ଅଧିକ ଜାଣନ୍ତି। ଅବଶ୍ୟ ଏପର୍ଯ୍ୟନ୍ତ ସେମାନେ ମଧ୍ୟ ବିଶେଷ କିଛି ଜାଣିନାହାନ୍ତି। କିନ୍ତୁ ଗୋଟାଏ କଥା ନିଶ୍ଚିତ, ରୋଗଟା ମାରାତ୍ମକ ଆଉ ଭୀଷଣ ସଂକ୍ରାମକ। ଏପରିକି ରୋଗୀକୁ ଛୁଇଁଲେ ସଂକ୍ରାମକ। ରୋଗୀଠୁ ଦୂରେଇ ରହିଲେ କିଛି ଅସୁବିଧା ନାହିଁ। ହେ ଭଗବାନ, ତୁମେ କ'ଣ ଭାବୁଛ ମୁଁ ମାତ୍ର ମୁହୂର୍ତ୍ତକ ପାଇଁ ବିପଦ ମୁଣ୍ଡକୁ ନେଇପାରିବି ନାହିଁ? ତୁମେ କ'ଣ ଭାବୁଛ ମୁଁ ମାତ୍ର ମୁହୂର୍ତ୍ତକ ପାଇଁ ବିପଦ ମୁଣ୍ଡକୁ ନେଇପାରିବି ନାହିଁ? ମୁଁ ତାଙ୍କ ପାଖକୁ ଆଗେଇଲି। କିନ୍ତୁ ସେ ଭୟଙ୍କର ରାଗିଯାଇ ମୋତେ ମନା କରି କହିଲେ, ସେଇଠି ଠିଆ ହବ ତ ମୁଁ କଥାବାର୍ତ୍ତା କହିବି। ସେ ଭୟଙ୍କର ରାଗିଯାଇ ମୋତେ ମନା କରି କହିଲେ, ସେଇଠି ଠିଆ ହବ ତ ମୁଁ କଥାବାର୍ତ୍ତା କରିବି। ତା ନହେଲେ ତୁମେ ଏଠୁ ଚାଲିଯାଅ। ମୁଁ ସବୁବେଳେ ହୋମଙ୍କ କଥା ମାନି ଆସିଛି। କିନ୍ତୁ ବର୍ତ୍ତମାନ ଡାକ୍ତର ହିସାବରେ ମୋର ଗୋଟେ ଭିନ୍ନ ଭାବ ଆସିଲା। ଅନ୍ୟ ସବୁଠାରେ ସେ ମୋ ଉପରେ ଆଧିପତ୍ୟ ଦେଖାଇ ପାରନ୍ତି, ମାତ୍ର ରୋଗଶଯ୍ୟାରେ ସେ ମୋ କଥା ମାନିବାକୁ ହେବ। ମୁଁ କହିଲି, ତୁମ ମୁଣ୍ଡ ଠିକ୍ ନାହିଁ ହୋମ୍। ତୁମେ ଚାହଁ ବା ନ ଚାହଁ, ମୁଁ ତୁମ ରୋଗର ଲକ୍ଷଣ ସବୁ ପରୀକ୍ଷା କରି ତା'ର ଚିକିତ୍ସା କରିବି। ଯଦି ମୋର ଡାକ୍ତର ନିହାତି ଦରକାର, ତେବେ ଯାହା ଉପରେ ଅନ୍ତତଃ ମୋର ଆସ୍ଥା ଅଛି ସେହିପରି ଜଣକୁ ଡାକିବା କଥା। ତୁମର ତେବେ ମୋ ଉପରେ ଆସ୍ଥା ନାହିଁ? ତୁମ ବନ୍ଧୁତ୍ୱ ଉପରେ ନିଶ୍ଚୟ ଅଛି। କିନ୍ତୁ ୱାଟସନ୍, ସତ୍ୟ ହିଁ ସତ୍ୟ। ତୁମେ ଜଣେ ସାଧାରଣ ଚିକିତ୍ସକ। ତୁମର ଅନୁଭୂତି ଆଉ ଯୋଗ୍ୟତା ମଧ୍ୟ ସୀମାବଦ୍ଧ। ମୋର ଏଟା କହିବା ଅବଶ୍ୟ ଠିକ୍ ନୁହେଁ, କିନ୍ତୁ କହିବାକୁ ତୁମେ ମୋତେ ବାଧ୍ୟ କଲ। ମୋତେ ବଡ଼ ବାଧିଲା। ଦୁଃଖିତ ହୋଇ କହିଲି, ତୁମଠୁ ଏ ପ୍ରକାର ମନ୍ତବ୍ୟ ମୁଁ ଆଶା କରି ନଥିଲି। ସେ ଯାହା ହେଉ, ମୋ ଉପରେ ତୁମର ଯଦି ଆସ୍ଥା ନାହିଁ, ତେବେ ସାର୍ ଜାସ୍ପର ମିକ୍ କିମ୍ବା ପେନ୍ରୋଜ୍ କିମ୍ବା ଲଣ୍ଡନର ଅନ୍ୟ କୌଣସି ଭଲ ଡାକ୍ତରକୁ ଡାକିବା। ତୁମେ ଅବଶ୍ୟ ମୋର ଭଲ ଚାହଁ, ତଥାପି ଦେଖିବ ତୁମର ଜ୍ଞାନ କେତେ କମ୍। ଆଚ୍ଛା, ତୁମେ ଟପନଲି ଜ୍ୱର ବା ଫର୍ମୋଜାର କଳା ପ୍ଲେଗ୍ ବିଷୟରେ କ'ଣ ଜାଣ? ମୁଁ ତ ଏ ନାଁ ବି ଶୁଣି ନାହିଁ। ପୂର୍ବାଞ୍ଚଳ ଦେଶମାନଙ୍କରେ ଏହିପରି ଅନେକ ରୋଗ ଅଛି। ମୁଁ ଏବେ ଗବେଷଣା କରି ଏସବୁ ଜାଣିଛି। ସେହି ସମୟରେ ମୋର ଏ ରୋଗ ଆରମ୍ଭ। ତୁମେ ଏଥିପାଇଁ କିଛି କରିପାରିବ ନାହିଁ। ବୋଧହୁଏ ମୁଁ ପାରିବି ନାହିଁ। ତେବେ ମୁଁ ଖବର ପାଇଛି ଡାକ୍ତର ଆଇନଷ୍ଟ୍ରି ବର୍ତ୍ତମାନ ଲଣ୍ଡନରେ ଅଛନ୍ତି। ସେ ବିଷୁବମଣ୍ଡଳୀୟ ରୋଗ ଉପରେ ସର୍ବଶ୍ରେଷ୍ଠ। ମୁଁ ଯାଏ ତାଙ୍କୁ ଡାକି ଆଣେ। ମୁଁ ଦରଜା ଆଡ଼କୁ ମୁହଁ ବୁଲାଇଲି। ଆଖି ପିଛୁଡ଼ାକେ ମରଣମୁଖୀ ହୋମ୍ ବାଘ ପରି ବିଛଣାରୁ ଡେଇଁପଡ଼ି ମୋ ଆଗରେ ଠିଆ ହୋଇଗଲେ, ଆଉ ଦରଜାର ତାଲାଟା ବନ୍ଦ କରିଦେଲେ। ପର ମୁହୂର୍ତ୍ତରେ ସେ କ୍ଳାନ୍ତ ହୋଇ ଟଳି ଟଳି ପୁଣି ବିଛଣା ଉପରେ ପଡ଼ିଗଲେ। ମୁଁ ଜାଣେ ୱାଟସନ୍, ତୁମେ ମୋର ମଙ୍ଗଳ ଚାହଁ। ତେଣୁ ମୋର ଚାବିଟା ଜବରଦସ୍ତ ନେଇଯିବ ନାହିଁ। ମୁଁ ତୁମକୁ ଯିବାକୁ ଦେବି। ଟିକିଏ ଅପେକ୍ଷା କର, ମୋର ଟିକିଏ ଦମ୍ଭ ଆସିଯାଉ। ମୁଁ ତୁମକୁ କିଛି କହିବି। ଏବେ 4ଟା ବାଜିଛି। 6ଟା ବେଳକୁ ତୁମେ ଯିବ। ତୁମ ମୁଣ୍ଡ ଠିକ୍ ନାହିଁ ହୋମ୍? ମୋଟେ 2 ଘଣ୍ଟା ୱାଟସନ୍। ଆଉ ଗୋଟେ କଥା, ତୁମେ ମୋଠୁ ଦୂରରେ ରହିବ। ତାପରେ ତୁମେ ଯାହା ନାଁ କହୁଛ ତାଙ୍କ ପାଖକୁ ଯିବ ନାହିଁ। ମୁଁ ଯାହାକୁ କହିବି ତାଙ୍କୁ ଡାକି ଆଣିବ। ସେଠି କେତେ ବହି ଅଛି, ପଢ଼ିପାର। ମୋତେ ବଡ଼ କଷ୍ଟ ହେଉଛି। 6ଟା ବେଳକୁ ପୁଣି କଥାବାର୍ତ୍ତା ହେବା। ମୁଁ କିଛିକ୍ଷଣ ଠିଆ ହୋଇ ତାଙ୍କୁ ଚାହିଁ ରହିଲି। ବହିରେ ମନ ଲାଗିଲା ନାହିଁ। ଘର ଭିତରେ ବୁଲି ବୁଲି ଫଟୋଗୁଡ଼ାକ ଦେଖୁଥାଏ। ଶେଷରେ କାନ୍ଥ ଆଲମିରା ପାଖକୁ ଗଲି। ପାଇପ୍,
ସିଗାରେଟ୍ ଡବା, ସିରିଞ୍ଜ, ଛୁରୀ ଏମିତି କେତେ ଜିନିଷ ପଡ଼ିଥାଏ। ମଝିରେ କଳା ଧଳା ରଙ୍ଗର ହାତୀଦାନ୍ତର ଗୋଟେ ଛୋଟ ବାକ୍ସ। ଘୋଡ଼ଣୀଟା ଖୁବ୍ ଚିକଣିଆ, ବେଶ୍ ସୁନ୍ଦର ବାକ୍ସଟିଏ। ମୁଁ ଭଲ କରି ଦେଖିବା ପାଇଁ ସେଟା ଆଣିବାକୁ ହାତ ବଢ଼ାଇଲି। ଭୟଭୀତ ହେଲା ପରି ହୋମ୍ ଚିତ୍କାର କରି ଉଠିଲେ। ତାଙ୍କର ସେ ଚିତ୍କାର ରାସ୍ତାକୁ ବି ଶୁଣାଯାଇଥିବ। ମୁଁ ତାଙ୍କ ଆଡ଼କୁ ବୁଲି ଚାହିଁଲି। ତାଙ୍କ ମୁହଁ ମୋଡ଼ି ହୋଇଯାଇଥାଏ। ରାଗରେ ଆଖି ଜଳୁଥାଏ। ମୁଁ ବାକ୍ସଟା ହାତରେ ଧରି ଠିଆ ହୋଇ ରହିଲି। ଚଞ୍ଚଳ ସେଟା ଥୋଇଦିଅ ୱାଟସନ୍, ମୁଁ କହୁଛି ଚଞ୍ଚଳ। ମୁଁ ବାକ୍ସଟା ଆଲମାରିରେ ଥୋଇଦେଲି। ସେ ସ୍ୱସ୍ତିର ନିଶ୍ୱାସ ମାରି ପୁଣି ତକିଆ ଉପରେ ମୁଣ୍ଡ ଦେଇ ପଡ଼ିଗଲେ। ତୁମେ ଜାଣ ୱାଟସନ୍, ମୋ ଜିନିଷପତ୍ରରେ କେହି ଲାଗିବାଟା ମୁଁ ଘୃଣା କରେ। ଚୁପଚାପ ବସ, ମୁଁ ଟିକିଏ ବିଶ୍ରାମ ନିଏ। ତାଙ୍କର ସେ ପ୍ରବଳ ଉତ୍ତେଜନା ଆଉ ଅମାନୁଷିକ କଥାରୁ ମୁଁ ଜାଣିଲି ତାଙ୍କ ମାନସିକ ରୋଗ ଖୁବ୍ ବେଶୀ। ମୁଁ ଚୁପ୍ ହୋଇ ବସି ରହି ଘଣ୍ଟାକୁ ଲକ୍ଷ୍ୟ କରୁଥାଏ। ସେ ବି ଘଣ୍ଟାକୁ ଲକ୍ଷ୍ୟ କରୁଥାନ୍ତି। ଠିକ୍ 6ଟା ବାଜିଲା। ସେ ସେଇମିତି ଉତ୍ତେଜିତ ହେଲା ପରି କହିଲେ, ଆଚ୍ଛା ୱାଟସନ୍, ତୁମ ପକେଟରେ କିଛି ଖୁଚୁରା ପଇସା ଅଛି? ହଁ, ରୂପା ପଇସା କିଛି? ଯଥେଷ୍ଟ ଅଛି। କେତେ? ଅଧ କ୍ରାଉନ୍ ଅଛି? 5ଟା। ଖୁବ୍ ଅଳ୍ପ, ବଡ଼ ଦୁର୍ଯୋଗ। ହଉ, ତାକୁ ତୁମ ୱାଚ୍ ପକେଟରେ ରଖ। ବାକି ପଇସାଯାକ ପେଣ୍ଟ ପକେଟରେ ରଖ। ବେଶ୍, ଏଥର ତୁମ ଦେହଟା ଠିକ୍ ସିଧା ରହିବ। ଏଇଟା ନିଶ୍ଚୟ ମୁଣ୍ଡ ଖରାପ ହେବାର ଲକ୍ଷଣ। ସେ ପୁଣି ଥରି ଥରି ବିଛଣାରେ ପଡ଼ିଗଲେ। ଏଥର ସେ ଗ୍ୟାସ୍ ବତୀଟା ଜାଳିଦିଅ। ମୋଟେ ଅଧା ତେଜିବ। ବେଶ୍, ଧନ୍ୟବାଦ। ନା, ପରଦାଟା ଟାଣ ନାହିଁ। ଏଥର ଟେବୁଲ ଉପରେ ମୋ ହାତପୁଆ ଜାଗାରେ କିଛି କାଗଜ ଆଉ ଚିଠିପତ୍ର ରଖିଦିଅ। ଆଲମାରିରୁ କିଛି ଅଳିଆ ଆଣି ତା ଉପରେ ପକାଇଦିଅ। ଏଥର ଚିମୁଟାଟା ଧରି ସେଇ ହାତୀଦାନ୍ତ ବାକ୍ସଟା ଆଣି ଏଇ କାଗଜ ମେଳରେ ରଖିଦିଅ। ଧନ୍ୟବାଦ। ଏଥର ତଳ ବରକ୍ ଷ୍ଟ୍ରିଟ୍ 13 ନମ୍ବର ଘରକୁ ଯିବ। ସେଠି ମିଷ୍ଟର କଲଭର୍ଟନ୍ ସ୍ମିଥ୍ ରହନ୍ତି। ତାଙ୍କୁ ଡାକି ଆଣିବ। ସତ କହୁଛି, ଡାକ୍ତର ଡାକିବା ପାଇଁ ମୋର ଆଉ ବେଶୀ ଆଗ୍ରହ ନଥିଲା। କାରଣ ବିଚରା ହୋମ୍ଙ୍କ ବାଚାଳତା ବଢ଼ି ଯାଇଥିଲା। ତାଙ୍କୁ ଛାଡ଼ି ଯିବାଟା ବିପଦପୂର୍ଣ୍ଣ ମନେ ହେଉଥିଲା। ମୁଁ ଉତ୍ତର ଦେଲି, ଏ ଭଦ୍ରଲୋକଙ୍କ ନାଁ ମୁଁ ତ କେବେ ଶୁଣି ନାହିଁ। ଶୁଣି ନଥିବ। ଏ ରୋଗ ବିଷୟରେ ତାଙ୍କର ଜ୍ଞାନ ଖୁବ୍ ବେଶୀ। ସେ କିନ୍ତୁ ଡାକ୍ତର ନୁହନ୍ତି, ଜଣେ ଚାଷୀ। ସେ ସୁମାତ୍ରାରେ ରହନ୍ତି। ଏବେ ଲଣ୍ଡନ ବୁଲି ଆସିଛନ୍ତି। ତାଙ୍କ ଜମିଦାରୀରେ ଥରେ ଏ ରୋଗ ଦେଖାଦେଲା। ଡାକ୍ତରୀ ଚିକିତ୍ସାରେ କିଛି ଫଳ ହେଲା ନାହିଁ। ତେଣୁ ସେ ନିଜେ ଏ ରୋଗ ଉପରେ ଗବେଷଣା କରି ଅନେକଟା ସୁଫଳ ପାଇଲେ। ସେ ବଡ଼ ସମୟାନୁବର୍ତ୍ତୀ ଲୋକ। ସେଥିପାଇଁ ମୁଁ ତୁମକୁ 6ଟା ପୂର୍ବରୁ ଯିବାକୁ ମନା କଲି। ତା ପୂର୍ବରୁ ତୁମେ ତାଙ୍କ ସାଥିରେ ଦେଖା କରିପାରିବ ନାହିଁ। ଯଦି ତୁମେ ତାଙ୍କୁ କୌଣସି ପ୍ରକାରେ ଏଠିକି ଆଣିପାର, ସେ ନିଶ୍ଚୟ ମୋତେ ସାହାଯ୍ୟ କରିବେ। ତାଙ୍କ କଥାଟା ମୁଁ ସିନା ମୋଟାମୋଟି କହିଦେଲି, ହେଲେ ସେ ଯେମିତି ଧକେଇ ହୋଇ ହାତ ଜାବ ପକେଇ କଥା କହୁଥିଲେ, ସେ କଥା ମୁଁ ଠିକ୍ କହିପାରୁନାହିଁ। ତାଙ୍କ ଚେହେରା ଏ ଭିତରେ ଆହୁରି ଖରାପ ହୋଇଯାଇଥାଏ। ସେ ପୁଣି କହିଲେ, ତୁମେ ମୋତେ ଠିକ୍ ଯେଉଁ ଅବସ୍ଥାରେ ଛାଡ଼ି ଯାଉଛ, ତାଙ୍କୁ ବୁଝେଇ କହିବ, ଜଣେଇବ ମୁଁ କେମିତି ବାଉଳେଇ ହେଉଛି। ଆଉ ମରିବା ଉପରେ। ମୋ ଜୀବନ ୟା ଉପରେ ନିର୍ଭର କରୁଛି। ତାଙ୍କୁ ବୁଝେଇ କହିବ ୱାଟସନ୍। ତାଙ୍କର ମୋର ଭଲ ଭାବ ନାହିଁ। ତାଙ୍କ ପୁତୁରା ମଲାବେଳେ ମୁଁ ତାଙ୍କୁ ସନ୍ଦେହ କରିଥିଲି। ତେଣୁ
ତାଙ୍କର ମୋ ଉପରେ ଆକ୍ରୋଶ ଅଛି। ତାଙ୍କୁ ଅନୁରୋଧ କରିବ ଯେ କୌଣସି ପ୍ରକାରେ ତାଙ୍କୁ ଏଠିକି ଆଣିବ। ମୁଁ ତାଙ୍କୁ ଗୋଟାଏ ଗାଡ଼ିରେ ନେଇ ଆସିବି। ମୁଁ ତାଙ୍କୁ ଗୋଟାଏ ଗାଡ଼ିରେ ନେଇ ଆସିବି। ଦରକାର ହେଲେ ଗାଡ଼ି ଯାଏ ତାଙ୍କୁ କାନ୍ଧରେ ବୋହି ଆଣିବି। ନା ନା, ସେମିତି କରିବ ନାହିଁ। ତାଙ୍କୁ କୌଣସି ମତେ ଆସିବାକୁ ମଙ୍ଗେଇବ। ସେ ରାଜି ହେଲେ ତୁମେ ଆଗରେ ଚାଲି ଆସିବ। କୌଣସି ଆଳ କରି ଚାଲି ଆସିବ। ଭୁଲିଯିବ ନାହିଁ ୱାଟସନ୍। ଭୁଲିଯିବ ନାହିଁ ୱାଟସନ୍। ମୋତେ ଯେମିତି ନିରାଶ ନ କର। କବାଟ ଖୋଲି ମୁଁ ତଳକୁ ଆସିଲି। ମିସେସ୍ ହଡ଼ସନ୍ ବସି କାନ୍ଦୁଥାନ୍ତି। ମୁଁ ଗୋଟାଏ ଗାଡ଼ିକୁ ଅପେକ୍ଷା କରି ଠିଆ ହୋଇଥାଏ। ସ୍କଟଲାଣ୍ଡ ୟାର୍ଡ଼ର ଇନ୍ସପେକ୍ଟର ମର୍ଟନ ଆସି ପହଞ୍ଚିଲେ। ପଚାରିଲେ, ମିଷ୍ଟର ହୋମ୍ କେମିତି ଅଛନ୍ତି? ସେ ସାଂଘାତିକ ବେମାର। ହଁ, ମୁଁ ଶୁଣିଥିଲି। ଗୋଟାଏ ଗାଡ଼ି ଆସି ପହଞ୍ଚିଲା। ମୁଁ ତାଙ୍କୁ ଛାଡ଼ି ଚାଲିଗଲି। ତଳ ବର୍ଗ ଷ୍ଟ୍ରିଟରେ ଧାଡ଼ି ଧାଡ଼ି ହୋଇ ସୁନ୍ଦର ଘର। ଗୋଟାଏ ଘର ପାଖେ ମୋ ଗାଡ଼ି ରହିଲା। ଘରଟା ପୁରୁଣା ହେଲେ ବି ବେଶ୍ ଭଲ। ଝରକାରେ ଲୁହା ଛଡ଼। କବାଟ ବେଶ୍ ବଡ଼ ଆଉ ପିତ୍ତଳ ଗୋବ ବସା। ଦରଜା ପାଖରେ ଜଣେ ମାତ୍ର ଚାକର ଥିଲା। ମୋ ପ୍ରଶ୍ନର ଉତ୍ତରରେ ସେ କହିଲା, ହଁ, ମିଷ୍ଟର କଲଭର୍ଟନ ସ୍ମିଥ୍ ଘରେ ଅଛନ୍ତି। ଅଧାଖୋଲା ଦରଜା ଦେଇ ଗୋଟାଏ କାନଫଟା ବିରକ୍ତିପୂର୍ଣ୍ଣ ସ୍ୱର ଶୁଭିଲା। ସେ ଲୋକ କିଏ? କ'ଣ ଦରକାର? କେତେଥର କହିଛି ମୋ ପଢ଼ା ସମୟରେ କିଛି ଗଣ୍ଡଗୋଳ କରିବ ନାହିଁ। ଚାକରଟା ଧୀରେ ଗୁଣୁଗୁଣୁ କରି ସବୁ କହିଲା। କହିଦେ, ଦେଖା ହୋଇପାରିବ ନାହିଁ। ମୁଁ ଘରେ ନାହିଁ। ଯଦି ତାଙ୍କର ଦରକାର ଅଛି, କାଲି ସକାଳେ ଆସିବେ। ପୁଣି ବିଚରା ଚାକର ଗୁଣୁଗୁଣୁ ହୋଇ କିଛି କହିଲା। ତାଙ୍କୁ ସେଇଆ କହିଦେ, କାଲି ସକାଳେ ଆସିଲେ ଆସିବେ, ନ ହେଲେ ନାହିଁ। ମୋର ହୋମ୍ଙ୍କ କଥା ମନେ ପଡ଼ିଗଲା। ରୋଗ ଶେଯରେ ପଡ଼ି ସେ ସମୟ ଗଣୁଥିବେ। ତାଙ୍କ ଜୀବନ ମୋ ତତ୍ପରତା ଉପରେ ନିର୍ଭର କରେ। ମୁଁ ଚାକରକୁ ଆଡ଼େଇ ଦେଇ ଘର ଭିତରକୁ ପଶିଗଲି। ନିଆଁ ପାଖରେ ଚୌକିରେ ଜଣେ ଭଦ୍ରଲୋକ ବସିଥିଲେ। ମୁହଁଟା ଖୁବ୍ ବଡ଼, ଚମଡ଼ାଟା ଚିକ୍କଣିଆ। ପାଣ୍ଡୁର ଆଖିଗୁଡ଼ା ବଡ଼ ଭୟଙ୍କର। ବେକଟା ଲମ୍ବା ଆଉ ମୁଣ୍ଡଟା ଟାଙ୍ଗରା। ବେଶୀ ଉଚ୍ଚା ବା ମୋଟା ଲୋକ ନୁହନ୍ତି। ରାଗିଯାଇ ସେ ଚିତ୍କାର କରି ଉଠିଲେ, ଏ କ'ଣ? ମୁଁ ଖବର ଦେଲି କାଲି ସକାଳେ ଆସିବାକୁ। କ୍ଷମା କରିବେ, ଘଟଣାଟା ବଡ଼ ସାଂଘାତିକ। ଡେରି କଲେ ଚଳିବ ନାହିଁ। ମିଷ୍ଟର ସେର୍ଲକ ହୋମ୍ଙ୍କ ନାଁଟା ଶୁଣି ତାଙ୍କ ରାଗ କୁଆଡ଼େ ଚାଲିଗଲା। ଉତ୍କଣ୍ଠିତ ହୋଇ ସେ ପଚାରିଲେ, ଆପଣ ହୋମ୍ଙ୍କ ପାଖରୁ ଆସିଛନ୍ତି? ହଁ, ଏଇମାତ୍ର ମୁଁ ତାଙ୍କ ପାଖରୁ ଆସିଲି। ତାଙ୍କ ଖବର କ'ଣ? କେମିତି ଅଛନ୍ତି? ସେ ସାଂଘାତିକ ବେମାର। ସେଇଥିପାଇଁ ମୁଁ ଆସିଛି। ମୋତେ ଗୋଟାଏ ଚୌକିରେ ବସିବାକୁ କହି ସେ ତାଙ୍କ ଚୌକିରେ ବସିବାକୁ ବୁଲି ପଡ଼ିଲେ। ସେତିକିବେଳେ ଦର୍ପଣ ଭିତରେ ତାଙ୍କ ମୁହଁଟା ମୁଁ ଦେଖିପାରିଲି। ମୁହଁରେ ତାଙ୍କର ହିଂସ୍ର ଆଉ କ୍ରୂର ହସ। ପର ମୁହୂର୍ତ୍ତରେ ସେ ମୋ ଆଡ଼େ ମୁହଁ ବୁଲାଇ ବସିଲେ। ମୁହଁର ଭାବ ଉଦ୍ବେଗପୂର୍ଣ୍ଣ। ଏ କଥା ଶୁଣି ମୁଁ ବଡ଼ ଦୁଃଖିତ। କେବଳ ବ୍ୟବସାୟ ସଂକ୍ରାନ୍ତରେ ମୁଁ ମିଷ୍ଟର ହୋମ୍ଙ୍କୁ ଜାଣେ, କିନ୍ତୁ ତାଙ୍କର ପ୍ରତିଭା ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି। ଅପରାଧ ଅନୁସନ୍ଧାନ ଯେମିତି ତାଙ୍କର ବ୍ୟବସାୟ ନୁହେଁ, ରୋଗର ଚିକିତ୍ସା ମଧ୍ୟ ସେମିତି ମୋର ବ୍ୟବସାୟ ନୁହେଁ। ପାଖ ଟେବୁଲ ଉପରେ ଥିବା କେତେଗୁଡ଼ାଏ ବୋତଲ ଆଉ ଜାର୍ ସେ ଦେଖାଇଲେ। ଆପଣଙ୍କର ଏ ବିଷୟରେ ବିଶେଷ ଜ୍ଞାନ ଅଛି। ତେଣୁ ମିଷ୍ଟର ହୋମ୍ ଆପଣଙ୍କୁ ଚାହାନ୍ତି। ଆପଣଙ୍କ ଉପରେ ତାଙ୍କର ମନ୍ତବ୍ୟ ଖୁବ୍ ଉଚ୍ଚ, ଆଉ ସେ ଭାବନ୍ତି ଲଣ୍ଡନରେ ଆପଣ ହିଁ ଏକମାତ୍ର ବ୍ୟକ୍ତି ଯେ କି
ତାଙ୍କୁ ସାହାଯ୍ୟ କରିପାରିବେ। କାହିଁକି ମିଷ୍ଟର ହୋମ୍ ଏ କଥା ଭାବୁଛନ୍ତି କାହିଁକି? କାରଣ ପୂର୍ବ ଦେଶର ରୋଗ ବିଷୟରେ ଆପଣଙ୍କର ଯଥେଷ୍ଟ ଜ୍ଞାନ ଅଛି। ରୋଗଟା ପୂର୍ବଦେଶୀୟ ବୋଲି ସେ କାହିଁକି ଭାବୁଛନ୍ତି? କାରଣ ଗୋଟାଏ ଅନୁସନ୍ଧାନ ବେଳେ ସେ ବନ୍ଦରରେ ଚୀନ ଦେଶର ନାବିକମାନଙ୍କ ମେଳରେ କାମ କରୁଥିଲେ। ମିଷ୍ଟର କଲଭର୍ଟନ ସ୍ମିଥ ସାମାନ୍ୟ ହସି କହିଲେ, ସତେ? କେତେ ଦିନ ହେଲା ଏ ରୋଗ ହେଲାଣି? 3 ଦିନ ହେଲା। ପ୍ରଳାପ କରୁଛନ୍ତି ବେଳେବେଳେ। ଆଚ୍ଛା 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 ସେଇଟା ସାଂଘାତିକ। ତାଙ୍କ ପାଖକୁ ନ ଯିବାଟା ଅମଣିଷପଣିଆ ହେବ। ମୁଁ ଆପଣଙ୍କ ସାଥିରେ ଯିବି। ହୋମଙ୍କ କଥା ମୋର ମନେ ହେଲା। ମୁଁ କହିଲି, ମୋର ଅନ୍ୟ କାମ ଅଛି। ଠିକ୍ ଅଛି, ମୁଁ ଏକା ଚାଲିଯିବି। ମୋ ପାଖରେ ତାଙ୍କ ଠିକଣା ଅଛି। ଖୁବ୍ ବେଶୀ ହେଲେ ଅଧଘଣ୍ଟେ ଭିତରେ ମୁଁ ଯାଇ ପହଞ୍ଚିବି। ଗଭୀର ଦୁଃଖରେ ମୁଁ ପୁଣି ହୋମଙ୍କ କୋଠରୀରେ ପହଞ୍ଚିଲି। ଏ ଭିତରେ ସେ ଅନେକଟା ଭଲ ଥିବାର ଦେଖି ଆଶ୍ୱସ୍ତ ହେଲେ। ବାଚାଳତାର କୌଣସି ଲକ୍ଷଣ ତାଙ୍କଠାରେ ଆଉ ନଥିଲା। କ୍ଷୀଣ କଣ୍ଠରେ କଥା କହିଲେ ମଧ୍ୟ ସେ ବେଶ୍ ପରିଷ୍କାର କହିପାରୁଥିଲେ। ତାଙ୍କ ସାଥିରେ ଦେଖା ହେଲା ୱାଟସନ୍? ହଁ, ସେ ଆସୁଛନ୍ତି। ଚମତ୍କାର ୱାଟସନ୍, ଚମତ୍କାର। ତୁମେ ଖୁବ୍ ବଢ଼ିଆ ବାର୍ତ୍ତାବହ। ସେ ମୋ ସାଥିରେ ଆସିବାକୁ କହୁଥିଲେ। ତାହେଲେ ଅସୁବିଧା ହୋଇଥାନ୍ତା। ଆଚ୍ଛା, ମୋର କ'ଣ ହୋଇଛି ବୋଲି ସେ ପଚାରିଲେ? ହଁ, ମୁଁ ସେ ଚୀନା ନାବିକମାନଙ୍କ କଥା କହିଲି। ଠିକ୍ କରିଛ। ତୁମେ ପ୍ରକୃତ ବନ୍ଧୁର କାମ କରିଛ। ଏଥର ତୁମେ ଏ ଜାଗାରୁ ଚାଲିଯାଅ। ନା ନା, ମୁଁ ଏଠି ରହି ତାଙ୍କର ମତାମତ ଶୁଣିବି। ତା ନିଶ୍ଚୟ, କିନ୍ତୁ ସେ ଓ ମୁଁ ଏକା ରହିଲେ ସେ ତାଙ୍କର ଖୋଲା ମତାମତ ଦେବେ। ମୁଁ ଏ କଥା କହିବାର ଯଥେଷ୍ଟ କାରଣ ଅଛି। ମୋ ଖଟ ସେପାଖେ ଯଥେଷ୍ଟ ଜାଗା ଅଛି। ତୁମେ ସେଇଠାରେ ଲୁଚିଯାଅ। ଏ କି କଥା ହୋମ୍? ଆଉ କିଛି ପନ୍ଥା ନାହିଁ। ଆଉ କିଛି ପନ୍ଥା ନାହିଁ। ଆଉ କିଛି ପନ୍ଥା ନାହିଁ। ହଠାତ୍ ସେ ଉଠି ବସିଲେ। ଆଉ ତାଙ୍କ ମୁହଁ ଉଦ୍ଦେଶ୍ୟପୂର୍ଣ୍ଣ ଜଣାଗଲା। ଏଇ, ଗାଡ଼ି ଶବ୍ଦ ଶୁଣାଯାଉଛି। ଚଞ୍ଚଳ ୱାଟସନ୍? ହଁ, ଯାହା ହେଲେ ବି ଟିକିଏ ହେଲେ ଘୁଞ୍ଚିବ ନାହିଁ। କିଛି କଥା କହିବ ନାହିଁ କି ହଲଚଲ ହେବ ନାହିଁ। କେବଳ ସବୁ ଶୁଣିବ। ଲୁଚି ରହିଥିବା ଜାଗାରୁ ମୁଁ ଶୁଣିଲି ସିଡ଼ି ଉପରେ ପଦଶବ୍ଦ ଆଉ ତାପରେ ଘରର ଦରଜା ଖୋଲିବା ଆଉ ବନ୍ଦ ହେବା ଶବ୍ଦ। ତାପରେ ଅନେକ ସମୟ ଯାଏ ନୀରବତା। କେବଳ ରୋଗୀର ଦୀର୍ଘଶ୍ୱାସ ଶୁଭୁଥାଏ। ତାପରେ ନୀରବତା ଭାଙ୍ଗି ଭଦ୍ରଲୋକ କହିଲେ, ହୋମ୍, ମୋ କଥା କ'ଣ ଶୁଣିପାରୁନାହଁ? କିଏ? ମିଷ୍ଟର ସ୍ମିଥ? ତୁମେ ଆସିବ ବୋଲି ମୁଁ କଳ୍ପନା କରିନଥିଲି। ମୁଁ ବି କଳ୍ପନା କରିନଥାନ୍ତି। ତଥାପି ଦେଖୁଛି ମୁଁ ଆସିଛି। ସେଟା ନିଶ୍ଚୟ ତୁମର ଉଦାରତା। ଏ ରୋଗ ବିଷୟରେ ତୁମର ଯେଉଁ ବିଶେଷ ଜ୍ଞାନ, ମୁଁ ତାକୁ ପସନ୍ଦ କରେ। ଲଣ୍ଡନରେ ତୁମେ ଏକମାତ୍ର ଲୋକ ଯେ କି ପସନ୍ଦ କରେ। ତୁମ ରୋଗଟା କ'ଣ ତୁମେ ଜାଣ? ସେଇ ଏକା ରୋଗ। ତାର ଲକ୍ଷଣଗୁଡ଼ା ଠିକ୍ ଜାଣିପାରିଛ? ଖୁବ୍ ଭଲ ରୂପେ। ମୁଁ କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେଉନାହିଁ ହୋମ୍। ଯଦି ସେଇ ଏକା ରୋଗ ହୋଇଥାଏ ମୁଁ ବିସ୍ମିତ ହେବି ନାହିଁ। ସେଇଟା ତୁମର ଦୁର୍ଭାଗ୍ୟ। ବିଚରା ଭିକ୍ଟର, ସୁସ୍ଥ ସବଳ ଯୁବକ, ମାତ୍ର 4 ଦିନରେ ଶେଷ ହୋଇଗଲା। ତୁମେ ସେଦିନ ବିସ୍ମୟ ପ୍ରକାଶ କରି କହିଥିଲ, ଏସିଆର ଗୋଟାଏ ରୋଗ ଯାହା ବିଷୟରେ ମୁଁ ବିଶେଷ ଜାଣେ ସେଟା ଲଣ୍ଡନକୁ ଆସିଲା କିପରି? ପ୍ରକୃତରେ ଏହା ବିସ୍ମୟକର। ଦୁଇଟା ଅସଂଲଗ୍ନ ଘଟଣା। ତୁମେ କିନ୍ତୁ ଘଟଣାଟା ଜାଣିପାରିଥିଲ। ମୁଁ ଜାଣେ। ତୁମେ ହିଁ ଏ ରୋଗ ଦ୍ୱାରା ଭିକ୍ଟରକୁ ମାରିଛ।
ତୁମେ ଜାଣିଥିଲ, କିନ୍ତୁ ପ୍ରମାଣ ତ କରିପାରିଲ ନାହିଁ। ହୋମ୍ ଖୁବ୍ କଷ୍ଟରେ ନିଶ୍ୱାସ ନେବାର ମୁଁ ଶୁଣିପାରୁଥାଏ। ସେ କହିଲେ, ସେଠୁ ମୋତେ ଟିକିଏ ପାଣି ଦିଅ। ତୁମର ଶେଷ ସମୟ ଆସି ପହଞ୍ଚିଲାଣି ବନ୍ଧୁ, କିନ୍ତୁ ମୁଁ ତୁମ ସାଥିରେ କେତେଟା କଥାବାର୍ତ୍ତା ନ କରିବା ଯାଏ ତୁମକୁ ମରିବାକୁ ଦେବି ନାହିଁ। ତେଣୁ ତୁମକୁ ଏ ପାଣି ଦେଉଛି। ମୋ କଥା ବୁଝିପାରୁଛ ତ? କ୍ଷୀଣ କଣ୍ଠରେ ହୋମ୍ କହିଲେ, ମୋ ପାଇଁ କିଛି କର, ମୋ ପାଇଁ କିଛି କର। ମୁଁ ସେ ଗଲା କଥାଗୁଡ଼ା ପାସୋରି ଦେବି। ମୋତେ କେବଳ ବଞ୍ଚାଅ, ମୁଁ ସବୁ ଭୁଲିଯିବି। କ'ଣ ଭୁଲିଯିବ? ଭିକ୍ଟର କ'ଣ ଭୁଲିଯିବ? ଭିକ୍ଟର ସାଭେଜର ମାରିବା କଥା। ଏବେ ଏବେ ତ ତୁମେ ସ୍ୱୀକାର କରିଛ ଯେ ତୁମେ ତାକୁ ମାରିଛ। ମୁଁ ସେ କଥା ଭୁଲିଯିବି। ତୁମେ ପାସୋରି ଦିଅ ବା ମନେ ରଖ, ଯାହା ତୁମର ଇଚ୍ଛା। ମୋ ପୁତୁରା କେମିତି ମଲା ସେ କଥା ତୁମେ ଜାଣିଲେ ମୋର କିଛି ଯାଏ ଆସେନା। ଏବେ ତା କଥା ପଡ଼ିନାହିଁ, ପଡ଼ିଛି ତୁମ କଥା। ହଁ ହଁ, ଯେଉଁ ଲୋକ ମୋତେ ଡାକିବାକୁ ଯାଇଥିଲା ସେ କହିଲା ଯେ ବନ୍ଦରର ନାବିକମାନଙ୍କଠୁ ଏ ରୋଗ ତୁମକୁ ଡେଇଁଛି। ତା ଛଡ଼ା ଅନ୍ୟ କିଛି କାରଣ ନାହିଁ। ଟିକିଏ ପଛ କଥା ମନେ ପକାଅ। ଆଉ କୌଣସି ବାଟେ ଏ ରୋଗ ହୋଇପାରେ ବୋଲି ତୁମର ମନେ ପଡ଼ୁନାହିଁ? ମୁଁ କିଛି ଭାବିପାରୁନାହିଁ। ମୋ ମୁଣ୍ଡ ଠିକ୍ ନାହିଁ। ମୋତେ ସାହାଯ୍ୟ କର। ହଁ, ମୁଁ ସାହାଯ୍ୟ କରିବି। ମୋ କଷ୍ଟଟା କମିବା ପାଇଁ ମୋତେ କିଛି ଦିଅ। କଷ୍ଟ ହେଉଛି ନା? ଦେହ କୋଲ ମାରି ଯାଉଛି ବୋଧହୁଏ। ହଁ, ତଥାପି ମୋ କଥା ତୁମେ ଶୁଣିପାରିବ। ଶୁଣ, ଏଇ ରୋଗର ଲକ୍ଷଣ ଯେତେବେଳେ ଦେଖାଗଲା ସେତେବେଳେ କିଛି ଅସ୍ୱାଭାବିକ ଘଟଣା ଘଟିବା ତୁମର ମନେ ପଡ଼ୁଛି? ନା, କିଛି ନାହିଁ। ଆଉ ଥରେ ମନେ କର। ମୁଁ କିଛି ଭାବିପାରୁନାହିଁ। ହଉ, ମୁଁ ତୁମକୁ ସାହାଯ୍ୟ କରୁଛି। ଡାକରେ ତୁମ ପାଖକୁ କିଛି ଆସିଥିଲା? ଡାକରେ? ହଁ, ଡାକରେ କୌଣସି ବାକ୍ସ? ମୋର ଚେତା ବୁଡ଼ି ଯାଉଛି, ଆଉ ବଞ୍ଚିପାରିବି ନାହିଁ। ଶୁଣ ହୋମ୍। ସେ ହୋମ୍କୁ ହଲାଇବା ଶବ୍ଦ ଶୁଣାଗଲା। ତୁମକୁ ଶୁଣିବାକୁ ହେବ। ଗୋଟେ ହାତୀଦାନ୍ତର ବାକ୍ସ କଥା ତୁମର ମନେ ପଡ଼ୁଛି? ସେଇଟା ବୁଧବାର ଦିନ ଆସିଥିଲା। ତୁମେ ତାକୁ ଖୋଲିଲ, ମନେ ପଡ଼ୁଛି? ହଁ, ମନେ ପଡ଼ିଲା। ମୁଁ ତାକୁ ଖୋଲିଲି। ଭିତରେ ଖାଲି ଖଣ୍ଡେ ମୋନିଆ ସ୍ପ୍ରିଂ ତାର ଥିଲା। ମୁଁ ଭାବିଲି କେହି ରହସ୍ୟ ନୁହେଁ। ତୁମେ ବୋକା। ତୁମର ଯାହା ହେବାର କଥା ତା ହେଲା। ମୋ ରାସ୍ତାରେ ଠିଆ ହେବାକୁ ତୁମକୁ କିଏ କହୁଥିଲା? ତୁମେ ଯଦି ମୋ ପଛରେ ଲାଗି ନ ଥାନ୍ତ, ମୁଁ ତୁମର କିଛି ଅନିଷ୍ଟ କରିନଥାନ୍ତି। ହଁ, ମନେ ପଡ଼ୁଛି। ସ୍ପ୍ରିଂଟା ମୋ ଦେହରେ ବାଜି ରକ୍ତ ବାହାରିଲା। ଏହି ବାକ୍ସଟା ଏଇ ଟେବୁଲ ଉପରେ ଅଛି। ହଁ, ଏଇ ବାକ୍ସ। ଏଟାର ଆଉ ଦରକାର ନାହିଁ। ଏଥର ମୋ ପକେଟକୁ ଯିବ ଆଉ ତୁମର ଶେଷ ପ୍ରମାଣ ଚାଲିଯିବ। ଏଥର ତୁମେ ସତ କଥାଟା ଜାଣିଲ। ମରିବା ପୂର୍ବରୁ ଜାଣିକରି ମର ଯେ ମୁଁ ତୁମକୁ ମାରିଛି। ତୁମେ ଭିକ୍ଟର ମରିବା କଥା ଜାଣିପାରିଥିଲ। ତେଣୁ ତାର ଭାଗ୍ୟରୁ ଭାଗ ନେବାକୁ ମୁଁ ତୁମକୁ ସେଠାକୁ ପଠାଇଲି। ତୁମର ଶେଷ ସମୟ ପାଖେଇ ଆସିଲାଣି। ଖୁବ୍ କ୍ଷୀଣ ସ୍ୱରରେ ହୋମ୍ କହିଲେ, କ'ଣ କହିଲ? ବତୀଟା ତେଜି ଦେବି? ହଁ, ଆଲୁଅରେ ତୁମକୁ ଟିକିଏ ଭଲ ରୂପେ ଦେଖିନେବି।
ସେ ଘର ସେପାଖକୁ ଯାଇ ବତି ତେଜି ଦେଲେ। ତାପରେ କହିଲେ, ଆଉ କିଛି ସେବା କରିପାରେ କି ବନ୍ଧୁ? ଖଣ୍ଡେ ସିଗାରେଟ୍ ଆଉ ଦିଆସିଲିଟା। ହୋମଙ୍କର ସ୍ୱାଭାବିକ ସ୍ୱର ଶୁଣି ମୁଁ ଆନନ୍ଦିତ ଏବଂ ବିସ୍ମିତ ହୋଇଗଲି। କିଛି ସମୟ ଚାଲିଗଲା। ମୁଁ ଜାଣିପାରିଲି ସ୍ମିଥ୍ ଚୁପଚାପ ଠିଆ ହୋଇ ହୋମଙ୍କ ଆଡ଼କୁ ବିସ୍ମୟରେ ଚାହିଁ ରହିଛନ୍ତି। ଶେଷରେ ସେ ଖୁବ୍ କର୍କଶ ଭାବରେ କହିଲେ, ୟାର ଅର୍ଥ କ'ଣ? ଏଇଟା ହେଲା ସଫଳତାର ସହ ଅଭିନୟ କରିବାର ସବୁଠୁ ଭଲ ପନ୍ଥା। ସତ କହୁଛି, 3 ଦିନ ହେଲା ମୁଁ କିଛି ଖାଇ ନାହିଁ କି ପିଇ ନାହିଁ। ତୁମେ ଦୟାକରି ମୋତେ ପାଣି ମନ୍ଦେ ଦେଲ। ଏଇଠି ତ ସିଗାରେଟ୍ ଅଛି। ସିଗାରେଟ୍ ଖୁବ୍ ଭଲ। ହଁ, ବାହାରେ ପାଦଶବ୍ଦ ଶୁଭୁଛି। ବୋଧହୁଏ କେହି ବନ୍ଧୁ। ଦରଜା ଖୋଲି ଇନ୍ସପେକ୍ଟର ମର୍ଟନ ଘର ଭିତରକୁ ଆସିଲେ। ସବୁ ଠିକ୍ ଅଛି। ଆଉ ଏଇ ଆପଣଙ୍କ ଲୋକ, ହୋମ୍ କହିଲେ। ସ୍ମିଥ୍କୁ ସାବଧାନ କରାଇ ଦେଇ ଇନ୍ସପେକ୍ଟର କହିଲେ, ଭିକ୍ଟର ସାଭେଜର ହତ୍ୟା ଅପରାଧରେ ମୁଁ ତୁମକୁ ବନ୍ଦୀ କଲି। ହସି ହସି ହୋମ୍ କହିଲେ, ତା ସାଥିରେ ଯୋଗ କରନ୍ତୁ ସେର୍ଲକ୍ ହୋମ୍କୁ ହତ୍ୟା କରିବାର ଚେଷ୍ଟା। ଆମ ଅସୁବିଧା ଦୂର କରିବାକୁ ଦୟାକରି ମିଷ୍ଟର ସ୍ମିଥ୍ ବତିଟା ତେଜି ସଙ୍କେତ ଦେଇଦେଲେ। ହଁ, ବନ୍ଦୀ ପକେଟରେ ଗୋଟେ ଛୋଟ ବାକ୍ସ ଅଛି। ସେଇଟା ବାହାର କରି ଆଣ। ଖୁବ୍ ସାବଧାନ, ସେଇଠି ରଖିଦିଅ। ଖୁବ୍ ସାବଧାନ, ସେଇଠି ରଖିଦିଅ। ବିଚାର ବେଳେ ସେଇଟା କାମ ଦେବ। ତାପରେ ହାତକଡ଼ିର ଶବ୍ଦ ଶୁଭିଲା। ଲୋକଟା ଉତ୍ତେଜିତ ହୋଇ କହିଲା, ଗୋଟେ ଭଲ ଫାନ୍ଦ। ଏହାଙ୍କୁ ଭଲ କରିବା ପାଇଁ ସେ ମୋତେ ଡକାଇ ପଠାଇଲେ। ତାଙ୍କ କଥା ଶୁଣି ମନରେ ଦୁଃଖ ହେଲା। ଆଉ ମୁଁ ଏଠିକି ଆସିଲି। ସେ ଏବେ ଯାହା ଇଚ୍ଛା ଛଳନା କରିବେ। ତୁମେ ଯେମିତି ମନ ସେମିତି ପଡ଼ିଥାଅ ହୋମ୍। ମୁଁ ଯାହା କହିଛି ତା ହେବ। ଭଗବାନ, ହୋମ୍ କହି ଉଠିଲେ। ମୁଁ ତ ସେ କଥା ଭୁଲି ଯାଇଥିଲି। ବାହାରି ଆସ ୱାଟସନ୍, ମୋତେ କ୍ଷମା କରିବ। ମିଷ୍ଟର କଲଭର୍ଟନ ସ୍ମିଥ୍ଙ୍କ ପରିଚୟ ଦେବା ଆଉ ଦରକାର ନାହିଁ। ତଳେ ଗାଡ଼ି ଅଛି ତ ଇନ୍ସପେକ୍ଟର? ମୁଁ ପୋଷାକଟା ବଦଳାଇ ଦେଲେ ତୁମ ସାଥିରେ ଯିବି। ପୋଲିସ ଅଫିସରେ ମୋ ଦରକାର ପଡ଼ିପାରେ। କିଛି ବିସ୍କୁଟ ଆଉ ଗୋଟେ ଗ୍ଲାସ୍ କଫି ଖାଇ ହୋମ୍ ଟିକିଏ ସୁସ୍ଥ ହୋଇ କହିଲେ, ମୋ ଖିଆପିଆରେ କିଛି ଠିକ ଠିକଣା ନାହିଁ। କିନ୍ତୁ ଅନ୍ୟମାନଙ୍କ ପରି ସେଟା ମୋ ପାଇଁ ସେତେ କଷ୍ଟକର ନୁହେଁ। ମୁଁ ଯେ ପ୍ରକୃତରେ ବେମାର ପଡ଼ିଛି, ମିସେସ୍ ହଡସନଙ୍କ ମନରେ ସେଇ ଧାରଣା ଦେବା ଦରକାର ହେଲା। କାରଣ ସେ ତୁମକୁ କହିବେ, ଆଉ ତୁମେ ଏ ଲୋକକୁ କହିବ। ସେଥିପାଇଁ ମନ ଦୁଃଖ କରିବ ନାହିଁ ୱାଟସନ୍। ଯଦି ତୁମେ ମୋ ଗୁପ୍ତ ଯୋଜନା ଜାଣିପାରିଥାନ୍ତ, ତେବେ ତୁମେ ସ୍ମିଥ୍କୁ ଏଠିକି ଆସିବାକୁ ପ୍ରବର୍ତ୍ତାଇ ପାରି ନଥାନ୍ତ। କିନ୍ତୁ ସେ ଏଠିକି ଆସିବାଟା ହେଲା ସବୁଠୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ତୁମ ରୂପ, ମୁହଁ। 3 ଦିନ କାଳ ଉପାସ ଭୋକରେ ରହିଲେ କାହାରି ଚେହେରା କେବେ ଭଲ ଦେଖାଯିବ ନାହିଁ। ବାକି ମୋର ଯାହା ହୋଇଛି, ଖଣ୍ଡେ ସଞ୍ଜ ହେଲେ ସେ ସବୁ ଭଲ ହୋଇଯିବ। କିଛି ଭ୍ୟାସଲିନ୍, ବେଲାଡୋନା ପ୍ଲାଷ୍ଟର, ମହମ ଆଦି ହେଲେ ମୁହଁଟା ବିରୂପ କରିଦେବା ସହଜ। ମଝିରେ ମଝିରେ ହାଫ୍କ୍ରାଉନ୍ କିମ୍ବା ଅନ୍ୟ କିଛି ଅପ୍ରାସଙ୍ଗିକ କଥା କହିଲେ ବାଚାଳତାର ବେଶ୍ ଅଭିନୟ ହୋଇପାରିବ। ରୋଗ ଯଦି ପ୍ରକୃତରେ ନ ଥିଲା, ତୁମ ପାଖକୁ ଯିବାକୁ ମୋତେ ମନା କଲ କାହିଁକି?
ତୁମେ ଏ କଥା ପଚାରୁଛ? ତୁମେ କ'ଣ ଭାବୁଛ? ତୁମର ଡାକ୍ତରୀ ବିଦ୍ୟା ପ୍ରତି ମୋର ସମ୍ମାନ ନାହିଁ? ତୁମେ କ'ଣ ଭାବୁଛ? ତୁମର ଡାକ୍ତରୀ ବିଦ୍ୟା ପ୍ରତି ମୋର ସମ୍ମାନ ନାହିଁ? ମୋ ଦେହରେ ତାତି ନାହିଁ। ମୋ ଦେହରେ ତାତି ନାହିଁ। ନାଡ଼ି ଠିକ୍ ଚାଲିଛି। ତୁମେ ଦେଖିଥିଲେ ମୁଁ ବେମାର ଆଉ ମରିବା ଉପରେ ବୋଲି କେବେ କହିଥାନ୍ତ କି? ତୁମେ 4 ଗଜ ଦୂରରେ ଥିବାରୁ ମୁଁ ଠକି ଦେଇପାରିଲି। ତା ନ ହୋଇଥିଲେ ସ୍ମିଥ୍କୁ କିଏ ମୋ ନିକଟକୁ ଆଣିଥାନ୍ତା? ତାପରେ ସେ ବାକ୍ସଟା କଥା। ଗୋଟାଏ କଡ଼ରୁ ଚାହିଁଲେ ତୁମେ ସେ ମୁନିଆ ସ୍ପ୍ରିଙ୍ଗଟା ଦେଖିପାରିବ। ଏଇପରି ଏକ ଉପାୟରେ ବିଚରା ସାଭେଜକୁ ହତ୍ୟା କରାଗଲା। କିଛି ସମ୍ପତ୍ତି ପାଇଁ ଏ ନରାଧମ ତାକୁ ହତ୍ୟା କଲା। ମୋ ପାଖକୁ ବିଭିନ୍ନ ପ୍ରକାର ଚିଠିପତ୍ର ଆଦି ଆସେ। ମୁଁ କିନ୍ତୁ ସବୁବେଳେ ସାବଧାନ ଥାଏ। କେତେବେଳେ କିଛି ପ୍ୟାକେଟ ଆସିପାରେ। ଏଇ ବାକ୍ସଟା ପାଇଲା ପରେ ମୁଁ ବିଚାର କରି ଦେଖିଲି ଯେ ମୁଁ ରୋଗର ଛଳନା କଲେ ଲୋକଟା ତାର ଉଦ୍ଦେଶ୍ୟ ସଫଳ ହୋଇଛି ବୋଲି ଭାବିବ। ସେଇ ସୁଯୋଗରେ ମୁଁ ତାଠାରୁ ସ୍ୱୀକାରୋକ୍ତି ହାସଲ କରି ନେଇପାରିବି। ଏଇ ଛଳନାଟା ମୁଁ ଜଣେ ପକ୍କା ଅଭିନେତା ପରି କରି ଆସିଛି। ଧନ୍ୟବାଦ ୱାଟସନ୍। ଏଥର କୋଟ୍ଟା ପିନ୍ଧିବାରେ ମୋତେ ଟିକିଏ ସାହାଯ୍ୟ କର। ପୋଲିସ ଥାନାରେ ଆମ କାମ ସରିଲା ପରେ ସିମ୍ପସନ୍ଙ୍କ ହୋଟେଲରେ ଭଲ ରକମ ଖିଆପିଆଟା ମନ୍ଦ ହେବ ନାହିଁ। ଏଇଠି ଶେଷ ହେଲା ସେର୍ଲକ୍ ହୋମ୍ସର ପ୍ରଥମ ଭାଗ।